ସମସ୍ତଙ୍କୁ ନମସ୍କାର। ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। କୋରାପୁଟ ଜିଲ୍ଲା କହିଲେ ପର୍ଯ୍ୟଟକଙ୍କର ଏକ ଭିତ୍ତିଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ, ସ୍ୱର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସେ ସ୍ୱର୍ଗକୁ ଆମେ କେତେ ଦୂର ସ୍ୱର୍ଗ ଭଳି ଉପସ୍ଥାପନ କରିପାରିଛେ, ତାର ବାସ୍ତବିକ ଯୋଉ ଲାଭ ପାଇବା କଥା ଏଇ ଅଞ୍ଚଳବାସୀ ସେମାନେ କେତେ ଦୂର ପାଇପାରିଛନ୍ତି? ପର୍ଯ୍ୟଟକଙ୍କର ସଂଖ୍ୟା ବ୍ୟାପକ ହୋଇଛି ନା କେବଳ କିଛି ଜାଗାକୁ ବାରମ୍ବାର ଲୋକ ଯାଇଛନ୍ତି? କେତେ ପ୍ରକାରର ଟୁରିଜିମକୁ ଏଠାରେ ପ୍ରମୋଟ କରାଯାଇଛି, ଯେମିତିକି ଆଜି ଆମେ ଖବରକାଗଜ ଖବର ମାଧ୍ୟମରେ ଶୁଣୁଥିଲୁ, ଯେଉଁ ଟେଲିଭିଜନ ମାଧ୍ୟମରେ, ଯେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବ୍ୟାପକ ଭାବରେ ସେମାନେ ଆଜି ସେ ମୁଖ୍ୟମନ୍ତ୍ରୀ, ଦୁଇଟି ମୁଖ୍ୟମନ୍ତ୍ରୀ, ସେମାନେ ବିଭିନ୍ନ କଥାର ଘୋଷଣା କରିଛନ୍ତି ଆଜି, ଯେମିତିକି ହୋମ ଷ୍ଟେ ଟୁରିଜମ, ଟ୍ରାଇବଲ ଟୁରିଜମ, ଆଉ ହାଇଦ୍ରାବାଦରେ ସେମାନେ କରିଛନ୍ତି ହସ୍ପିଟାଲ ଫେସିଲିଟି ଟୁରିଜମ, ଆଉ ଏଗ୍ରିକଲଚର ଟୁରିଜମ ଆନ୍ଧ୍ରପ୍ରଦେଶରେ। ଏହି ପ୍ରକାର ବିଭିନ୍ନ କନସେପ୍ଟକୁ ନେଇକିରି ସେମାନେ ଟୁରିଜମର ପ୍ରମୋସନ କରିବା ପାଇଁ ଆଜି ଦୁଇ ଜଣ ଯାକ ମୁଖ୍ୟମନ୍ତ୍ରୀ ମୁକ୍ତ ଭାବରେ ଘୋଷଣା ବି କରିଛନ୍ତି। ଆମର ବୋଧହୁଏ ଆଜି କିଛି ଘୋଷଣା ହୋଇନାହିଁ। ତଥାପି ଏହି ଦିଗରେ ଆମେ ଆଲୋଚନା କରିବା ଆଜି, ଏବଂ ଏହି ଆଲୋଚନାରେ ଭାଗ ନେବା ପାଇଁ ଆମ ସହିତ ରହିଛନ୍ତି ଆମର ଅତି ପ୍ରିୟର ସୁନୀଲ ଭାଇ। ତେବେ ସୁନୀଲ ବିଶ୍ୱାଳ ଭାଇଙ୍କୁ ଆମେ ସ୍ୱାଗତ କରିବା ରେଡ଼ିଓ କୋରାପୁଟର ଏହି ବାର୍ତ୍ତାଳାପକୁ। କାରଣ ସେ କୋରାପୁଟ ଜିଲ୍ଲାକୁ ନେଇ କୋରାପୁଟ ଅଞ୍ଚଳର ଯେଉଁ ପର୍ଯ୍ୟଟନର ମାନଚିତ୍ର, ତାକୁ ସେ ବାରମ୍ବାର ସମସ୍ତଙ୍କ ପାଖରେ ଉପସ୍ଥାପନ ବି କରୁଛନ୍ତି, ଯେ କିପରି ଭାବରେ ଜଣେ ଅତି ସହଜରେ କୋରାପୁଟ ଅଞ୍ଚଳରେ ଗୋଟେ ଭ୍ରମଣକାରୀ ଭାବରେ ବୁଲି ପାରିବ। ଏବଂ ଏହି ଅବସରରେ ମୁଁ ଆଜି ଆପଣମାନଙ୍କୁ ଜଣାଇବାକୁ ଚାହେଁ, ଜଣେ ଆମର ଅତି ପ୍ରିୟର ବନ୍ଧୁ ସିଏ ହେଉଛନ୍ତି ପ୍ରିୟବ୍ରତ ପାତ୍ର, ଯିଏକି ଆଜି ପର୍ଯ୍ୟଟନ ଦିବସରେ ଯାତ୍ରା ଆରମ୍ଭ କରିଛନ୍ତି ଗୋଆକୁ। ଗୋଆକୁ ଯାଇ ସେ ଥରେ ଗୋଟେ ବହିଟେ ଲେଖିଥିଲେ, ଏବଂ ବହିରେ ଯୋଉ ଯୋଉ ଗଳିର କଥା ସେ ଲେଖିଛନ୍ତି, ଏବେ ବହିଟା ସେ ସମ୍ପୂର୍ଣ୍ଣ କରିସାରିଛନ୍ତି, କିନ୍ତୁ ତାକୁ ପ୍ରକାଶ କରିବା ଆଗରୁ ସେ ପୁଣି ଥରେ ସେଇ ଗଳି ଯାକରେ ରହିବା ପାଇଁ ଯାଇଛନ୍ତି। ତେଣୁ ଖାସ୍ କେବଳ କିଛି ସମୟ ବିତେଇବା ପାଇଁ ସେଇ ଯୋଉ କ୍ୟାରେକ୍ଟର ଯାକ ମଧ୍ୟରେ ଜଣେ ପର୍ଯ୍ୟଟକ ଭାବରେ ସେ ଯୋଉ ନିଆରା ଯାତ୍ରା ଆଜି ଆରମ୍ଭ କରିଛନ୍ତି, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ ସମସ୍ତ ଟୁରିଷ୍ଟ ମାନଙ୍କ ତରଫରୁ ଏବଂ ଟୁରିଜମକୁ ଭଲ ପାଉଥିବା ଲୋକଙ୍କ ଠାରୁ। ତେବେ ବର୍ତ୍ତମାନ ଫେରିବା ସୁନୀଲ ବିଶ୍ୱାଳ ଭାଇଙ୍କ ପାଖରେ। ଭାଇ, ଆମେ କୋରାପୁଟ କଥା ଚିନ୍ତା କରିବା ଏବଂ ଓଡ଼ିଶା କଥା ଚିନ୍ତା କରିବା, ପର୍ଯ୍ୟଟନ କ୍ଷେତ୍ରରେ ଆମେ କେତେ ଦୂର ନ୍ୟାୟ ଦେଇପାରିଛେ? ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ବା ଦର୍ଶକଙ୍କୁ ମୁଁ ନମସ୍କାର ଜଣାଉଛି। ଆଜି ଆମେ ଯାଉଛନ୍ତି କଥାବାର୍ତ୍ତା ହେବା ପାଇଁ, ଆଲୋଚନା କରିବା ପାଇଁ କୋରାପୁଟର ପର୍ଯ୍ୟଟନ ବିଷୟରେ। କୋରାପୁଟର ପର୍ଯ୍ୟଟନ କଥା ଯଦି ମନକୁ ଆସେ, ଆ, ସେଥିରେ ବିଗତ କିଛି ବର୍ଷ ଭିତରେ କୋରାପୁଟରେ ଦର୍ଶନୀୟ ସ୍ଥାନ ମାନେ ବୁଲିଲା ଭଳି ସ୍ଥାନର ସଂଖ୍ୟା ବିଶେଷ ବଢି ଯାଇଛି। ଏପରି ହବାର କାରଣ ହଉଛି ଯେ ଆଗରୁ ଯୋଉ ଯୋଉ ଜାଗା ସବୁ କୋରାପୁଟରେ ଜଣେ ଆସିଲେ କଣ ବୁଲିବ, ମେନଲି ହଉଛି ନେଚର। ତ ନେଚର ବା ନେଚୁରାଲ ଯୋଉ ସ୍ପଟ ସବୁ ଅଛି, ସେଠିକି ପହଞ୍ଚିବା ପାଇଁ ଯୋଉ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ଦରକାର, ସେଟା ଆଗରୁ ନଥିଲା। ଏଇ ଯୋଉ ଗଲା କିଛି ବର୍ଷ ଭିତରେ ଅନେକ ରାସ୍ତାଘାଟରେ ଉନ୍ନତି ହେବା ଫଳରେ ବହୁତ ଗୁଡେ ସ୍ଥାନ ଯୋଉଟା ସବୁ ଲୋକଲୋଚନରେ ଆଢୁଆଳ ରହିଯାଇଥିଲା, ସେ ସବୁ ଲୋକମାନେ ସୁବିଧାରେ ପହଞ୍ଚି ପାରୁଛନ୍ତି। ଏଇ ଯେମିତି ମନେ କରନ୍ତୁ, ଆ ଦେଓମାଳିର ଦେଓମାଳି ହଉ, ତଳମାଳି ହଉ, ପେଣ୍ଡାଜାମ ହଉ, କାଳିଆମାଳି ହଉ, ଏଇସବୁ ଜାଗା ଆଗରୁ ବା ବାରି ଜଳପ୍ରପାତ ହଉ, ଏସବୁ ଜାଗା କୋରାପୁଟ ମାନଚିତ୍ରରେ ନୂତନ ଭାବରେ ଏଇ କିଛି ବର୍ଷ ହେଲା ଉଭା ହେଇଛନ୍ତି। ଇଭେନ ଯୋଉ ପୁଞ୍ଜିଶିଲ ଜଳପ୍ରପାତ ହଉ। ତ ଆଗରୁ ବହୁତ ଦିନ ତଳେ କୋରାପୁଟରେ ପର୍ଯ୍ୟଟନ କହିଲେ ନିର୍ଦ୍ଦିଷ୍ଟ ଭାବରେ ଅଳ୍ପ କେତୋଟି ସ୍ଥାନକୁ ବୁଝା ଯାଉଥିଲା। ସେଗୁଡିକ ଆଜି ବି ଅଛି, ଯେମିତି ଗୁପ୍ତେଶ୍ୱର ହେଲା, କୋରାପୁଟ ଶାବର ଶ୍ରୀକ୍ଷେତ୍ର ହେଲା, ଆ ଡୁଡୁମା ଜଳପ୍ରପାତ ହେଲା। କିନ୍ତୁ ଆ, ଏଇ ଯୋଉ କିଛି ବର୍ଷ ଭିତରେ କୋରାପୁଟରେ ଅନେକ ନୂଆ ପର୍ଯ୍ୟଟନ ସ୍ଥଳୀ ସବୁ ଲୋକଲୋଚନକୁ ଆସୁଛି ଏବଂ ସେଟା ଆସିବାର ପ୍ରକ୍ରିୟାଟା ଅବ୍ୟାହତ ରହିଛି। ଏବେ ବି ନୂଆ ନୂଆ ଜାଗା ବାହାରୁଛି। ତାର କାରଣ ହଉଛି ରାସ୍ତାଘାଟର ବିକାଶ। ଏ ସାମଗ୍ରିକ ବିକାଶ ସତ୍ତ୍ୱେ କୋରାପୁଟକୁ ଯୋଉଭଳି ଭାବେ ପର୍ଯ୍ୟଟନ ମାନଚିତ୍ରରେ ଅ, ଆମେ ଦେଖିବା ଦରକାର,
ବା ଲୋକମାନେ ଯୋଉ ଭଳି ସୁବିଧାରେ ଆସିକି ବୁଲିକି ଯାଇପାରିବା ଦରକାର, ସେଥିରେ ନିଶ୍ଚିତ ଭାବରେ ଅନେକ ସୁଧାର ଆବଶ୍ୟକ ମାନେ କରୁଛୁ। ସବୁଠୁ ବଡ଼ କଥା ହେଲା ଯେ କୋରାପୁଟ ଭଳି ଗୋଟେ ନେଚର ହଟସ୍ପଟ୍, ତାକୁ ଆମେ ଯେମିତି ଅ, ମାନେ ମାର୍କେଟରେ ଯୋଉ ଭଳି ଆମେ ତାକୁ ମାର୍କେଟିଂ କରିବା ଯିବା ଦରକାର, ବା କୋରାପୁଟରେ ଜଣେ ଲୋକ ଆସିଲେ କଣ ଦେଖିବା ପାଇଁ ପାଇବ, ସେଭଳି ତାକୁ ପରିବେଷଣ କରିବାରେ ଟିକେ ଅଭାବ ଦେଖାଯାଉଛି। ଅ, କୋରାପୁଟ ପାଇଁ ଟୁରିଜିମର ଯୋଉ ମ୍ୟାପ ସରକାରୀ ଭାବରେ ଯୋଉ ଉପଲବ୍ଧ, ସେ ମ୍ୟାପ ବହୁତ ପୁରୁଣା। ସେଥିରେ ମାତ୍ର ଅଳ୍ପ କେତୋଟି ଜାଗା ସେଥିରେ ଦେଖିବା ପାଇଁ ମିଳେ। ତେଣୁ ମୁଁ ନିଜେ କୋରାପୁଟର ଏକ ଟୁରିଷ୍ଟ ମାନଙ୍କ ପାଇଁ ଗୋଟେ ମ୍ୟାପ, ଯୋଉଥିରେ କେବଳ ଟୁରିଷ୍ଟ ମାନଙ୍କର ପାଇଁ ହିଁ ସୂଚନା ଥିବ, ସେଭଳି ଗୋଟେ ମୁଁ ମ୍ୟାପ ପ୍ରସ୍ତୁତ କରିଛି। ଏବଂ ସେଥିରେ ସବୁ ଜାଗାରେ କଣ କଣ ଦେଖିବା ପାଇଁ ମିଳିବ, ସେ ସ୍ଥାନ ସବୁ କେତେ ଦୂରରେ, କୋଉଠୁ କେତେ ଦୂରରେ ଅବସ୍ଥିତ, ଜଣେ ଆସିଲେ କୋରାପୁଟରେ କୋଉଠି ରହିବା ପାଇଁ ଯୋଜନା କରିପାରିବ, କୋଉଠି ରହିଲେ କୋଉ କୋଉ ଜାଗା ବୁଲି ପାରିବ, କଣ ଏଥିରେ ରେଲୱେରେ କେମିତି ପହଞ୍ଚିବ, ବାଇ ରୋଡ କେମିତି ପହଞ୍ଚିବ, ବାଇ ଏୟାର କେମିତି ପହଞ୍ଚିବ, କଣ କଣ ରେଡିଓ ଷ୍ଟେସନ ଅଛି, କୋଉଠି ସପିଂ ମଲ୍ ଅଛି, କୋଉଠି ହସ୍ପିଟାଲ ଅଛି, କୋଉଠି ରହିବା ପାଇଁ ହୋଟେଲ ଅଛି, ଏ ସବୁ ତଥ୍ୟ ବିସ୍ତୃତ ଭାବରେ ଏ ତଥ୍ୟ ସହିତ ମୁଁ ଗୋଟେ ମ୍ୟାପ ତିଆରି କରିଛି। ଏବଂ ଆ, ବିଶେଷ ନହେଲେ ବି କିଛି ମାତ୍ରାରେ ତାହା ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି। ତେଣୁ ସେଇଟା ସେଇଭଳି ଏକ ଉଦ୍ୟମ ସରକାର ସ୍ତରରେ ହବା ଦରକାର। ଆଉ ସବୁଠୁ ବଡ କଥା ହଉଛି ଯେ କୋରାପୁଟକୁ ଯଦି ଆମେ ଗୋଟେ ହିଲ୍ ଷ୍ଟେସନର ମର୍ଯ୍ୟାଦା ଦେଇକି ତାକୁ ଯଦି ଆମେ ଡିକ୍ଲେୟାର କରନ୍ତେ ଏଇଟା ହଉଛି ହିଲ୍ ଷ୍ଟେସନ, ତାହେଲେ ସେଇଟା ଆଉ ଗୋଟେ ବହୁତ ବଡ କୋରାପୁଟ ପାଇଁ ଗୋଟେ ବରଦାନ ସଦୃଶ କାମ କରନ୍ତା। ରାଜ୍ୟ ତଥା ରାଜ୍ୟ ବାହାରୁ ସମସ୍ତେ କୋରାପୁଟକୁ ଆସିବା ପାଇଁ ସେମାନଙ୍କର ଯୋଜନା କରିପାରନ୍ତେ। କିନ୍ତୁ ଏତେ ସବୁ ଅବହେଳା ସତ୍ତ୍ୱେ କୋରାପୁଟ ଗଲା କିଛି ବର୍ଷ ଧରି ଆମେ ଯାହା ଦେଖି ଆସୁଛୁ ଯେ ଆଶାତୀତ ଭାବରେ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସୁଛନ୍ତି। ଏବଂ ଏହାର ମୂଳରେ ରହିଛି ଦେଓମାଳି ଏବଂ ତା ଚାରି ପାଖରେ ଯୋଉ ନେଚର ହଟସ୍ପଟ, ତା ପାଇଁ ବେଶୀ ଲୋକ ଆସୁଛନ୍ତି। ଆମେ ସନ୍ତାକାର ଭାଇ, ଆମେ କଣ ପ୍ରଶ୍ନ ପଚାରନ୍ତୁ ମତେ। ହଁ, ବାସ୍ତବରେ ଆମେ ଯେତେ ବର୍ତ୍ତମାନ ବି ଆଲୋଚନା କଲେ, ବିଶେଷ କରି ଆମେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆମେ ଦେଖିବା ପାଇଁ ଆମେ ଆକର୍ଷିତ ହଉଛନ୍ତି ଲୋକେ। ବିଶେଷ କରି ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଯେତେବେଳେ ଏଇ ଅଞ୍ଚଳର ଯୋଉ ସବୁଜିମା, ଏଇ ଅଞ୍ଚଳର ବିୟୁଟିକୁ ଯେତେବେଳେ ପ୍ରୋଜେକ୍ଟ କରାହେଇଛି, ଯେତେବେଳେ ଯେମିତିକି ବର୍ତ୍ତମାନ କିଛି ଦିନ ପୂର୍ବେ ରିଲିଜ୍ ହେଇଥିବା ଘାଟି, ସେଟା ସମ୍ପୂର୍ଣ୍ଣ ରୂପେ 90% କୋରାପୁଟ ଅଞ୍ଚଳରେ ସୁଟିଂ ହେଇଛି। ୟା ପୂର୍ବରୁ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଇଛି। ତେଣୁ ଏଇ ସବୁ ଯାକରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଛି। ଏବଂ ବେଙ୍ଗଲୀ ଟୁରିଷ୍ଟ ମାନେ ତାଙ୍କର ଯେଉଁ ସମୟକୁ ଆସନ୍ତି, ସେମାନେ ସେଇଭଳି ଆସି ଚାଲିଛନ୍ତି। କିନ୍ତୁ ବାସ୍ତବରେ ଯେଉଁ କନସେପ୍ଟ, ଯେଉଁ ଟୁରିଜମ, ଯେମିତିକି ମୁଁ କହୁଥିଲି ଯେ ଏଗ୍ରିକଲଚର ଟୁରିଜମ ହେଲା, କିମ୍ବା ଗୋଟିଏ ସ୍ପେସିଫିକ୍ କିଛି ଇଣ୍ଡଷ୍ଟ୍ରିଆଲ ଟୁରିଜମଟେ ହେଲା, କିମ୍ବା ଗୋଟେ ଟେମ୍ପଲ ଟୁରିଜମ ହେଲା, କିମ୍ବା ଗୋଟେ ହୋମ ଷ୍ଟେ ଟୁରିଜମ, ମାନେ ଗୋଟେ ଟୁରିଷ୍ଟଟେ ଆସିଲା ପରେ ଆ, ସେ କୋଉ ପ୍ରକାର ଅନୁଭୂତି ନେବ, ତାକୁ ବାନ୍ଧିକିରି ରଖିବ କେମିତି, ସେ ଆଉଥରେ ବାରମ୍ବାର କେମିତି ଆସିବ ଏବଂ ଅନ୍ୟମାନଙ୍କୁ ବି ପ୍ରେରିତ କରିବ, ସେ ଦିଗରେ ଆମର ପ୍ରଚେଷ୍ଟାଟା ଟିକେ କମ୍ ଥିଲା ଭଳି ଲାଗୁଛି। ଆପଣ କଣ ଭାବୁଛନ୍ତି ଏ ବିଷୟରେ? ନିଶ୍ଚିତ ଭାବରେ ମୁଁ ସମ୍ପୂର୍ଣ୍ଣ ରୂପେ ଏକମତ। ଯେମିତି ଏଇ ଯୋଉ ଚଳଚ୍ଚିତ୍ର ସେଇ ଯୋଉ ଦିଗଟି ପ୍ରତି ଆପଣ ଦୃଷ୍ଟି ଆକର୍ଷଣ କଲେ, ଆ, ଆଶ୍ଚର୍ଯ୍ୟଜନକ ଭାବରେ କୋରାପୁଟରେ ବହୁତ ବଡ଼ ବ୍ୟୟବହୁଳ ଫିଲ୍ମ ବି ନିର୍ମାଣ କରାଯାଇ ପାରିବ। ଏବଂ ତା ପାଇଁ କୋରାପୁଟ ଗୋଟେ ଅନୁକୂଳ ସ୍ଥାନ। ଏ ପ୍ରକାର ଯୋଉ ଚିନ୍ତାଧାରା ଆମ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ମାନଙ୍କର ନଜରକୁ ଆସୁ ବା ନ ଆସୁ, କିନ୍ତୁ ସେମାନେ କୌଣସି ବେଶୀ ବଡ଼ ଯୋଜନା କରିବା ପୂର୍ବରୁ ରାଜ୍ୟ ବାହାରୁ ଅନେକ ଚଳଚ୍ଚିତ୍ର ନିର୍ମାତା ସେଇ ଯୋଉ କୋରାପୁଟରେ ସେଇ ଯୋଉ ମାନେ ସମ୍ଭାବନା, ତାକୁ ସେମାନେ ଭରପୁର ଭାବରେ ଉପଯୋଗ କରିଛନ୍ତି। ମୁଁ ଜାଣିବାରେ ଦୁଇ ତିନୋଟି ବିగ్ ବଜେଟ ଫିଲ୍ମ ବୋଲି ଯୋଉ କୁହାଯାଏ, ସେଭଳିଆ ଫିଲ୍ମ କୋରାପୁଟରେ ସୁଟିଂ ହେଇଛି। ଏମିତିକି ବଲିଉଡ ବା ତଥାକଥିତ ହିନ୍ଦୀ ଚଳଚ୍ଚିତ୍ର ଦୁନିଆର ସବୁଠାରୁ ବଡ଼ ଅଭିନେତ୍ରୀ ଏବଂ ଦକ୍ଷିଣ ଭାରତର ସେମିତି ଆଗ ଧାଡ଼ିର ଅଭିନେତା, ଏମାନେ ଆସି କୋରାପୁଟରେ ଦିନ ଦିନ ରହି ଏଇ ଯୋଉ ଅଞ୍ଚଳ ଆମେ କିଛି ସମୟ ପୂର୍ବେ ଆଲୋଚନା କରୁଥିଲେ, ସେଇ ସବୁ ଅଞ୍ଚଳରେ ଫିଲ୍ମର ସୁଟିଂ ସାରି ସେମାନେ ଯାଇଛନ୍ତି। ଏବଂ ଏଇ ବର୍ଷ
ଆମେ ଏଇ ଯୋଉ ଫିଲ୍ମ ସୁଟିଂ ହବା ଯୋଉ ଯୋଉ ଆ, କୋରାପୁଟର ଯୋଉ ନୂତନ ଭାବରେ ଯୋଉ ପରିଚୟ ସୃଷ୍ଟି ହେଲା, ତା ଯୋଗୁଁ ନିଶ୍ଚିତ ଭାବରେ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ବହୁତ ବୃଦ୍ଧି ଘଟିବ। ଏଥିରେ ଆମର ଗୋଟେ କଥା ବିଶେଷ ଭାବରେ ଦେଖିବାର ଅଛି ଯେ ଆ, ସରକାରୀ କ୍ଷେତ୍ରରେ ଯେତିକି ଆଗ୍ରହ ପରିଲକ୍ଷିତ ହେବା କଥା ସେ ତାର ଅଭାବ ସତ୍ତ୍ୱେ ସାମାଜିକ ଗଣମାଧ୍ୟମ ଏବଂ କୋରାପୁଟ ତାର ନିଜସ୍ୱ ବିଭବ ବା ବିଭାମଣ୍ଡିତ ସୌନ୍ଦର୍ଯ୍ୟ ଯୋଗୁ ଯେତିକି ମାତ୍ରାରେ ଟୁରିଷ୍ଟ ଆଟ୍ରାକ୍ଟ ମାନେ ଆକର୍ଷଣ କରିପାରିବା କଥା ସେଥିରେ କିଛି କମ୍ ସେଥିରେ କିଛି କମ୍ ନାହିଁ। କୋରାପୁଟ ଯଥେଷ୍ଟ ଟୁରିଷ୍ଟ ଆସୁଛନ୍ତି ଦେଖିବା ପାଇଁ। ଆଉ ରହିଲା ଯୋଉ ଥିମ୍ ବେସ୍ଡ ଟୁରିଜିମ, ଯେମିତି ଏଗ୍ରିକଲଚର ଟୁରିଜିମ, ଆଉ ଗୋଟେ ବଡ କଥା ହଉଛି ଯେ କୋରାପୁଟ ହଉଛି ଆମର ଓଡିଶାର ହାଇଲ୍ୟାଣ୍ଡ, ମାଳଭୂମି। ତେଣୁ ଏ ମାଳଭୂମି ହୋଇଥିବା ଯୋଗୁଁ ଏଥିରେ ବିଶେଷ ପ୍ରକାରର କିଛି କୃଷି ଅ, ବା କିଛି ଆମେ ମସଲା ଜାତୀୟ ଆମେ ଗଛ ଏଠି ଆମେ ପାଇଥାଉ। ଏବଂ ଏଇ ଯୋଉ ଯେମିତି ଅଳିଚ, ଲବଙ୍ଗ, ଡାଲଚିନି ବା ଆଉ କଣ କଣ କଫି ଆଉ ବଗିଚା, କଣ କଫି ବଗିଚା ବି। ତେଣୁ ସିଏ ବି ଗୋଟେ ପ୍ରକାର ଟୁରିଜିମର କଫି ପ୍ଲାଣ୍ଟେସନ ହେଲା, ଇଏ ବି ଗୋଟେ ଟୁରିଜିମର ଗୋଟେ ଥିମ୍ ହେଇପାରିବ ଗୋଟେ। ଆ, ଆଉ ଗୋଟେ କୋରାପୁଟର ଆଉ ଗୋଟେ ଜିନିଷ ଅଛି, ମୁଁ ଜାଣିନି ଏଟା କେତେ ଦୂର ଉପଯୁକ୍ତ ହବ ଏଠି କହିବା ପାଇଁ, କିନ୍ତୁ ମୁଁ ଯେତେବେଳେ ବାହାର ରାଜ୍ୟକୁ ଯାଇ, ଯେମିତି ମୁଁ ଯାଇଥିଲି ମିଜୋରାମ, ଆ, କିନ୍ତୁ ଗୋଆ ବିଷୟରେ ମୁଁ ଶୁଣିଛି ସେଠି ସେମାନେ ଗୋଟେ ପ୍ରକାର ମୃଦୁ ପାନୀୟ, ମାନେ ସେଟା କଣ କୁହାଯିବ, ଅ, ଦେଶୀ ମଦ ତ କୁହାଯିବନି କିନ୍ତୁ ସେମିତି ଗୋଟେ ଇଣ୍ଟକ୍ସିକାଣ୍ଟ ଗୋଟେ, ଯେମିତି ଗୋଆରେ ଲୋକ ଗଲେ ଫେଣି ପିଉଛନ୍ତି, କୋରାପୁଟର ନିଜସ୍ୱ ଗୋଟେ ସେମିତି ଗୋଟେ ଡ୍ରିଙ୍କ ଅଛି। କୋରାପୁଟର ଯେମିତି ସରଫ। ମୁଁ ନିଜେ ମଦ ପିଏନି, କିନ୍ତୁ ଯେତେବେଳେ ଆମେ ଟୁରିଷ୍ଟ ମାନଙ୍କ ବିଷୟରେ କଥାବାର୍ତ୍ତା ହେବା, ସେ ସଲପଟା ବି ଗୋଟେ ବହୁତ ବଡ ଟୁରିଜିମର ଗୋଟେ ସ୍ରୋତ ହେଇପାରିବ। କାହିଁକି ସେଟା ଗୋଟେ ନ୍ୟାଚୁରାଲ ଜିନିଷ, ଗୋଟେ ଗଛରୁ ମାନେ ବାହାରୁଛି। ତେଣୁ ମତେ ଲାଗୁଛି କୋରାପୁଟର ଆଉ ଏମିତି କେତେଟା ନୂତନ ଦିଗ ସବୁ ଅଛି ଯୋଉଟା କି ଆମେ ଡେଫିନେଟଲି ଆମେ କରିପାରିବା। ଆଉ ସବୁଠୁ ବଡ କଥା ଯୋଉଟା ଆମେ ଏପର୍ଯ୍ୟନ୍ତ କଥାବାର୍ତ୍ତା ନାହିଁ, ସେଟା ହଉଛି ଆଦିବାସୀ ଜୀବନ ଯାତ୍ରା। କୋରାପୁଟରେ ବିଭିନ୍ନ ପ୍ରକାର ଆଦିବାସୀ ଜନଜାତି ମାନେ ଅଛନ୍ତି, ସେମାନଙ୍କର ରହିବା, ଖାଇବା, ସେମାନେ ଯୋଉ ମାର୍କେଟ ଆସୁଛନ୍ତି, ଯୋଉ ମାର୍କେଟିଂ କରୁଛନ୍ତି, ତାଙ୍କ ଜୀବନ ଯାତ୍ରାକୁ ନେଇ ମଧ୍ୟ ଅନେକ ପର୍ଯ୍ୟଟନର ପରିକଳ୍ପନା କରାଯାଇପାରେ। ଆମର ପ୍ରତ୍ୟେକଟି ହାଟ ହଉଛି ଗୋଟେ ଗୋଟେ ନିଆରା ହାଟ। କୋଉଠି ହଁ। ପରିବା ହାଟ ତ କୋଉଠି ଅର୍ଣ୍ଣାମେଣ୍ଟର ହାଟ। କେବଳ ହାଟ ହିସାବରେ କେବଳ ଅନକାଟିଲି ହାଟକୁ ଛାଡ଼ିଦେଲେ ଅନ୍ୟ କୌଣସି ହାଟକୁ ଆମେ ଗୋଟେ ପର୍ଯ୍ୟଟନ ମାନଚିତ୍ରରେ ଦେଖିବା ପାଇଁ ଆମେ ଚେଷ୍ଟା କରିନାହିଁ। ଯୋଉଠିକି ଯେହେତୁ ଅନକାଟିଲିରେ ବଣ୍ଡା ରମଣୀମାନେ ଆସନ୍ତି, ତାଙ୍କୁ ଦେଖିବା ପାଇଁ କିଛି ଫରେନର୍ସ ଆସନ୍ତି ଏବଂ ତାକୁ ହିଁ ଆମେ ଗୋଟେ ପର୍ଯ୍ୟଟନର କ୍ଷେତ୍ର ଭାବରେ ଦେଖୁଛେ। କିନ୍ତୁ ଯଦି ଆମେ ଦେଖିବା କୋଟପାଡର ହାଟ, ସେଟା ହଉଛି ଗୋଟେ ଅର୍ଣ୍ଣାମେଣ୍ଟର ହାଟ। ଯଦି ଆମେ ଦେଖିବା କାକରିଗୁମାର ହାଟ, ସେ ହଉଛି ବାଜାର ହାଟ। ଆଉ କୁନ୍ଦୁଲି ଦେଖିବା, ଆମେ ଏଇ ସମୁଦାୟ ବୋଧହୁଏ ସମଗ୍ର ଓଡ଼ିଶାରେ ସବୁଠାରୁ ବଡ଼ ଗୋଟେ ପରିବାର ହାଟ। ତେବେ ଏଇ ଯୋଉ ହାଟଟାକୁ ମଧ୍ୟ ଗୋଟେ ଆମର ଯୋଉ ପର୍ଯ୍ୟଟନର ମାନଚିତ୍ରରେ ଯଦି ଆମେ ଠିକ ଭାବରେ ପ୍ରୋଜେକ୍ଟ କରିପାରନ୍ତେ, ତେବେ ତାର ପର୍ଯ୍ୟଟକ ଯୋଉ ସ୍ପେସିଫିକ ପର୍ଯ୍ୟଟକ ଅଛନ୍ତି ତାକୁ ଦେଖିବାକୁ ଚାହାନ୍ତି। ବର୍ଷ ତମାମ ଆଦିବାସୀଙ୍କର ବିଭିନ୍ନ ଯାନି ଯାତ୍ରା ରହିଛି। ସେମାନଙ୍କର ଚାଷ ଆଗରୁ ଯାତ୍ରା, ଚାଷ ପରେ ଯାତ୍ରା, ଚାଷ ସମୟରେ ଯାତ୍ରା, ଏବଂ ଏଇଭଳିଆ ଯୋଉ ବିଭିନ୍ନ ଯାତ୍ରା ରହିଛି ତାର କ୍ୟାଲେଣ୍ଡର ଆମ ପାଖରେ ନାହିଁ। ଯାହାଫଳରେ କି ଆମେ ଜଣେଇ ପାରୁନାହେଁ ଯେ ଏଇ ସମୟରେ ଆପଣ ଆସିଲେ ଏଇ ଏଇ ପ୍ରକାରର ଆଦିବାସୀଙ୍କର ଯୋଉ ପାରମ୍ପରିକ ବସ୍ତ୍ର ଦେଖିପାରିବେ କିମ୍ବା ପାରମ୍ପରିକ ନୃତ୍ୟକୁ ଦେଖିପାରିବେ। ତେଣୁ ଏଇ ଯୋଉ ଗାଁକୁ, କୋରାପୁଟ ଅଞ୍ଚଳର ଗାଁ, ଯୋଉ ଗାଁରେ ରହିଛି ନିଆରା ଜୀବନ, ନିଆରା ଜୀବନଶୈଳୀ, ନିଆରା ସଂସ୍କୃତି, ସେଗୁଡ଼ିକୁ ବୋଧହୁଏ ଆମେ ସେତେ ଗୁରୁତ୍ୱ ଦେଇପାରି ନାହିଁ। ଏବଂ ସେଇ କମ୍ୟୁନିଟି ଭିତରେ ଯୋଉ ହୋମ ଷ୍ଟେ ର ଯୋଉ କନସେପ୍ଟକୁ ଅନେକ ଲୋକ କଥା ହୁଅନ୍ତି କିନ୍ତୁ ତାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବାସ୍ତବରେ ରୂପାୟନ କରିପାରି ନାହାନ୍ତି। ଏହା ପଛରେ କଣ ସବୁ ପ୍ରତିବନ୍ଧକ ରହିଛି ବୋଲି ଭାବୁଛନ୍ତି ଆପଣ? ପ୍ରଥମ କଥା, ଯୋଉ ପ୍ରଶ୍ନଟି ଆପଣ ଉତ୍ଥାପନ କଲେ ସେଥିକୁ ଯିବା ପୂର୍ବରୁ ମୁଁ ଗୋଟେ ଭାରି କୌତୂହଳ ଦୀପକ କଥାଟେ ମୋର ମନେ ପଡ଼ିଗଲା। ଭୁବନେଶ୍ୱରରେ ମୁଁ ଏବେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲି, ଯେ ନିକଟରେ କୋରାପୁଟ ଯାଇଥିଲେ। ସିଏ ମତେ ଗୋଟେ ଛୋଟିଆ ଛୁରୀ ଗୋଟେ ଦେଖେଇଲେ ଗୋଟେ। ସେ କହିଲେ ଯେ କୋରାପୁଟରେ ମୁଁ ଏଟା ଗୋଟେ ହାଟରୁ କିଣିଥିଲି ଏବଂ ଏହାର ବ୍ୟବହାର କୋରାପୁଟର ଯୋଉ ଜନଜାତିର ମହିଳା ମାନେ, ସେମାନେ ତାଙ୍କ ଖୋସା ଭିତରେ ତାଙ୍କର ଗୋଟେ ଆଭୂଷଣର ଏଇଟା ହଉଛି ଗୋଟେ ଅଙ୍ଗ, ଏବଂ ଆବଶ୍ୟକ ପଡ଼ିଲେ ଏଇଟା ତାଙ୍କ ଆତ୍ମରକ୍ଷା ପାଇଁ ସେଟା କାମ କରେ। ଏଇଟା ଗୋଟେ ଭାରି ଗୋଟେ ମାନେ ମଜାଦାର ଗୋଟେ ଅନୁଭୂତି ମୋ ପାଇଁ ଥିଲା। ମୁଁ ଯଦିଓ କୋରାପୁଟର ମାନେ ଲୋକ, କୋରାପୁଟରେ ରହୁଛି, କିନ୍ତୁ ଏଇ ଜିନିଷଟା ମୁଁ ଦେଖିନଥିଲି। ମୁଁ ଏବେ ଭାବୁଛି ମୁଁ ଗଲେ ସେ ହାଟରେ ମୁଁ ସେଇ ଛୁରୀଟିକୁ କିଣିକି ରଖିବା ପାଇଁ, ସେ ତାଙ୍କ ଘରେ ଆଣିକି ସଜେଇକି ରଖିଛନ୍ତି।
ଛୋଟିଆ ଛୁରୀଟେ ଜଣେ ମହିଳାର ଖୋସା ଭିତରେ ସେଟା ଲୁଚି ଯାଇପାରିବ, କିନ୍ତୁ ସେଇଟା ଆତ୍ମରକ୍ଷା ପାଇଁ ବେଶ କାମରେ ଆସିବ ଗୋଟେ। ଏମିତି କୋରାପୁଟ ଜିଲ୍ଲାରେ ଆମେ ରହିବା ସତ୍ତ୍ୱେ ଏମିତି ଅନେକ ଅଜଣା ଜିନିଷ ଅଛି ଯୋଉଟା ଆମେ ଜାଣିନାହାନ୍ତି। ତାପରେ ରହିଲା ଏଇ ଯୋଉ ହୋମ ଷ୍ଟେ ଟୁରିଜିମ ଟା କାହିଁକି ଡେଭଲପ ହେଇପାରୁନାହିଁ। ପ୍ରତିବନ୍ଧକ ମାନେ ବହୁତ କଥା ଥାଇପାରେ, କିନ୍ତୁ ମୁଖ୍ୟ ପ୍ରତିବନ୍ଧକ ହଉଛି ଯେ ଯୋଉ ଯୋଉ ସହର ମାନଙ୍କ ଆଖପାଖରେ ରହୁଥିବା ଗାଁ ଗୁଡିକ ସେଗୁଡାକ ଆଉ ଗାଁ ଭଳିଆ ନୁହେଁ, ସେଗୁଡା ସବୁ ସେମି ଅର୍ବାନ ଏରିଆ ଭଳିଆ ହେଇଗଲାଣି। ସେଠି ହୁଏତ ଯୋଉ ଯୋଉ ଜନଜାତିର ଲୋକ ହୁଅନ୍ତୁ ବା ଯୋଉ ଲୋକମାନେ ରହୁଛନ୍ତି ସେମାନେ ବାହାର ଟୁରିଷ୍ଟ ମାନଙ୍କୁ ସେମାନେ ନିଶ୍ଚିତରେ ରଖି ପାରିବେ। କିନ୍ତୁ ଯଦି ଜଣେ ପ୍ରକୃତରେ ଗ୍ରାମ୍ୟ ଜୀବନର ଆନନ୍ଦ ପାଇବା ପାଇଁ ପାଇବ, ତାହେଲେ ଏକଦମ ନିପଟ ଯୋଉ ମଫସଲ ଅଞ୍ଚଳ କୋରାପୁଟର ସେ ଯଦି ସେଠିକି ଯିବ, ପ୍ରଥମ ପ୍ରଥମ ପ୍ରତିବନ୍ଧକ ହେବ ହୁଏତ ଭାଷା। ଆଉ ତାପରେ ଦ୍ୱିତୀୟ ପ୍ରତିବନ୍ଧକ ଆସିବ ଯେ ଜଣେ ଟୁରିଷ୍ଟ ହୁଏ ବୁଲିବା ପାଇଁ ଆସିବ, କିନ୍ତୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଉଟା ଦରକାର ସେଇ ସବୁ ଜିନିଷ ମିଳିବାରେ ସେଇଟା ହଉଛି ଗୋଟେ ଆଉ ଗୋଟେ ବଡ ପ୍ରତିବନ୍ଧକ। ତେଣୁ ତେଣୁ ଯଦି ଏସବୁ ଗୁଡ଼ିକରେ ସରକାରଙ୍କର ହସ୍ତକ୍ଷେପ ବହୁତ ଦରକାର, କାରଣ ଟୁରିଷ୍ଟ ଗାଇଡ୍ ଦେଇପାରନ୍ତେ। ଆଉ ବେସିକ୍ ଏମ୍ୟୁନିଟିସ୍ଟାକୁ ଗୋଟେ କିଛି ଗାଁକୁ ଯଦି ଆମେ ହୋମ୍ ଷ୍ଟେର ଗାଁ ଭାବରେ ବିବେଚନା କରି ସେଠି ଯଦି ବେସିକ୍ ଏମ୍ୟୁନିଟିସ୍ ଦେବା ପାଇଁ ଗୋଟେ କରନ୍ତେ, ଗୋଟେ ପାଇଲଟ ପ୍ରୋଜେକ୍ଟ ଭାବରେ ମଧ୍ୟ କିଛି ଆରମ୍ଭ କରାଯାଇ ପାରିଥାନ୍ତା। ନିଶ୍ଚିତ ଭାବରେ। ନିଶ୍ଚିତରେ ଯେତେବେଳେ ଆମେ କୌଣସି ଭିତ୍ତିଭୂମିର ବିକାଶ କଥା ଆଲୋଚନା କରୁ, ସରକାରଙ୍କ ଠାରୁ ଆଉ ବଡ କିଏ ଆଉ ଅଛି ଶକ୍ତି ଅଛି ଯୋଉଟା କି ସମ୍ଭବ କରିପାରିବ। ତେଣୁ ସରକାର ଏଇ ଦିଗରେ ଆଗେଇ ଆସିବା ଦରକାର। କିଛି ଲୋକଙ୍କୁ ଟୁରିଷ୍ଟ ମାନଙ୍କ ପ୍ରତି ଟୁରିଷ୍ଟ ଫ୍ରେଣ୍ଡଲି ସେଇ ଯୋଉ ସେଇଟା ଟିକେ ତାଙ୍କୁ ଶିଖେଇବା ଦରକାର। ଏମିତି କୋରାପୁଟରେ ଯୋଉ ଟ୍ୟାକ୍ସି ଅପରେଟର ଯୋଉମାନେ ଅଛନ୍ତି ସେମାନେ ଗୋଟେ ବହୁତ ବଡ ରୋଲ ସେମାନେ ଇଏ କରିପାରିବେ। ଜଣେ ନୂଆରେ ଆସିଥିବା ଟୁରିଷ୍ଟକୁ ସେମାନେ ଗାଇଡ କରିପାରିବେ ଯେ ଆଜ୍ଞା କୋଉଠି ରହିଲେ ଆପଣ କଣ କଣ ବୁଲି ପାରିବେ, ଆପଣ କଣ ବୁଲିବା ପାଇଁ ଚାହୁଁଛନ୍ତି। ଯଦି ନେଚୁରାଲ ସ୍ପଟ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଏଇ ନେଚର ସ୍ପଟ ଆପଣ ଏଇଠି ରହିଲେ ଏଗୁଡାକ କଭର କରିପାରିବେ। ସବୁଠୁ କମ ସମୟ ଭିତରେ ସବୁଠୁ କମ ଶ୍ରମରେ କେମିତି ଆପଣ ସବୁଠୁ ଅଧିକା ଦର୍ଶନୀୟ ସ୍ଥାନ ବୁଲି ପାରିବେ। ଏସବୁ ବାବଦରେ ସମସ୍ତଙ୍କର ଭୂମିକା ଅଛି, ସରକାରଙ୍କ ତ ଭୂମିକା ଅଛି ଗୋଟେ ଭିତ୍ତିଭୂମିର ବିକାଶ କରିବାରେ ବା ଗୋଟେ ବ୍ୟବସ୍ଥା ବିକାଶ କରିବାରେ, କିନ୍ତୁ ଏଥିରେ ସମସ୍ତଙ୍କର ରୋଲ ଅଛି। ଆମ ଆଲୋଚନାରେ କାଳେ ଭୁଲିଯିବି ତା ପୂର୍ବରୁ ମୁଁ ଦୁଇଟି ଇମ୍ପୋର୍ଟାଣ୍ଟ କଥା କହିବା ପାଇଁ ଚାହୁଁଛି। କୋରାପୁଟ ହଉଛି କେତେକ ସାହସିକ ଟୁରିଜିମ, ଫର ଏକ୍ଜାମ୍ପଲ ଗୋଟେ ହଉଛି ଟ୍ରେକିଂ, ଗୋଟେ ହଉଛି ମାନେ ଟ୍ରେକିଂ ଆଉ ମାଉଣ୍ଟେନ କ୍ଲାଇମ୍ବିଂ, ତାପରେ ପାରାଗ୍ଲାଇଡିଂ କୁହନ୍ତୁ, ହ୍ୟାଙ୍ଗଗ୍ଲାଇଡିଂ କୁହନ୍ତୁ, ବା ପାରା ପାରା ମୋଟରିଂ କୁହନ୍ତୁ, ୟା ପାଇଁ ଗୋଟେ ଉପଯୁକ୍ତ କ୍ଷେତ୍ର। ତେଣୁ ଏ ବାବଦରେ ସରକାର ନିଶ୍ଚିତ ଭାବରେ ଦୃଷ୍ଟି ଦେବା ଦରକାର। ଯଦିଓ ଦେଓମାଳି ଉପରେ ପାରା ସେଲିଂ ଚାଲିଛି, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଏ ବାବଦରେ ମଧ୍ୟ ସରକାର ଆଉ ଟିକେ ଧ୍ୟାନ ଦେବା ଦରକାର। ଆଉ ଅଲ୍ଟରନେଟ୍ ସାଇଟରେ କମ ସେ କମ ଦୁଇ ତିନିଟି ସାଇଟରେ ଏଇଭଳିଆ କିଛି ଦୁଃସାହସିକ କ୍ରୀଡା ସରକାର ବନ୍ଦୋବସ୍ତ କରିବା ଦରକାର। ହଟ୍ ଏୟାର ବେଲୁନିଂ ଯେମିତି ଆରକରେ ମାନେ କରାଯାଉଛି। ତେଣୁ ଆଜିକାଲି ମାନେ ସ୍କାଇ ଦ ଲିମିଟ, ଲିମିଟ ଇଜ ସେଟ୍ ବାଇ ଆୱାର ମାଇଣ୍ଡ। ଆମେ ମନରେ କଣ ଚିନ୍ତା କରିପାରିବୁ, ଆମେ ନ କଲେ ଅନ୍ୟମାନେ କିଏ ଆସିକି କରିବେ। ଯେମିତି ଫିଲ୍ମ ସୁଟିଂ, ଆମେ ତାର ପୋଟେନସିଆଲ ଚିହ୍ନିବା ପୂର୍ବରୁ ବାହାରର ଚିତ୍ର ନିର୍ମାତା ମାନେ ଆସିକି କରିକି ଆମ ଆଖି ଖୋଲିଦେଲେ। ଯେମିତି ମାନେ କଫି ପ୍ଲାଣ୍ଟେସନ କଥା କୁହନ୍ତୁ, ଯାହା ବି କୁହନ୍ତୁ, ସଦାବେଳେ କାହିଁକି ଆମେ ଅପେକ୍ଷା କରିବା ଯେ ବାହାର ଲୋକ ଆସିକି ଆମକୁ କହିବେ ଯେ ଏଇଟା ହେଇପାରିବ ବୋଲି। ତେଣୁ ଆମେ ନିଜେ ସେ ବାବଦରେ ଟିକେ ଚେଷ୍ଟା କରିବା ଦରକାର। ଧନ୍ୟବାଦ ସୁନୀଲ ଭାଇ, ଆପଣଙ୍କ ସହିତ ବିସ୍ତୃତ ଭାବରେ କଥାବାର୍ତ୍ତା କଲେ। ବର୍ତ୍ତମାନ ଆମେ ସମସ୍ତେ ଜାଣିଛେ ଗୁପ୍ତେଶ୍ୱର ଅଞ୍ଚଳକୁ ଗୋଟେ ଜୈବ ବିବିଧତା ହବ୍ ଭାବରେ ଡିକ୍ଲାର ବି କରାଯାଇଛି। ତେଣୁ ସେ ଅଞ୍ଚଳରେ ଜଙ୍ଗଲକୁ ନେଇ ଯାହା ଯାହା ଆମର ପର୍ଯ୍ୟଟନର ଯାହା ଚିତ୍ର କରିହବ ଓ ସମ୍ଭାବନା କରିହବ ସେ ଅଞ୍ଚଳରେ ଆମେ କରିପାରିବା। କୋରାପୁଟ ଅଞ୍ଚଳରେ ବିଭିନ୍ନ ପ୍ରକାରର ବିଭବ ରହିଛି। ଯେମିତିକି ସିମିଳିଗୁଡ଼ା ବ୍ଲକରେ ହରିପାଙ୍ଗିଙ୍କର ଯୋଉ ଗବେଷଣା ଗୃହ, ଯୋଉଠିକି ସେ ରଖିଛନ୍ତି ପ୍ରାୟ 1000ରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷର ବିହନକୁ ସେ ସାଇତି ରଖିଛନ୍ତି। ତାକୁ ମଧ୍ୟ ଦେଖିବାର ସୁଯୋଗ, ତାହା ହିଁ ହେଉଛି ଗୋଟେ ପର୍ଯ୍ୟଟକର ଗୋଟେ ଆକର୍ଷଣର କେନ୍ଦ୍ରବିନ୍ଦୁ। ବିଭିନ୍ନ ପ୍ରକାରର ମନ୍ଦିର ରହିଛି, କିଛି ଓପନ୍ ଏୟାରରେ ରହିଛି ତ କିଛି ଘର ଭିତରେ ରହିଛି। ଏଇଭଳିଆ ବିଭିନ୍ନ ପ୍ରକାରର ମନ୍ଦିର, ଯାନି ଯାତ୍ରା, ଜୟପୁରର ଦଶହରା, କୋରାପୁଟର ପରବ, ଏଇଭଳି ବିଭିନ୍ନ ଅ, ଗୋଟାଏ ଖୋରାକ ରହିବ କୋରାପୁଟକୁ ଆସିବା ପାଇଁ। ଡାର୍କ ସ୍କାଇ ଟୁରିଜିମ୍।
ଷ୍ଟାର ୱାଚିଂ, ହଁ ଷ୍ଟାର ଷ୍ଟାର ୱାଚିଂ। ୱାଚିଂ ଆପଣଙ୍କର ଯେତେବେଳେ ଡିସେମ୍ବର ଜାନୁଆରୀ ଏଇ ସମୟରେ ଆଉ ଆମେ ଯାହା ସହିତ କଥାବାର୍ତ୍ତା କରୁଛେ ବର୍ତ୍ତମାନ ସେ ହେଉଛନ୍ତି ସମସ୍ତଙ୍କୁ ତାରା ଦେଖାଇବା ପାଇଁ କୋରାପୁଟରେ କୋରାପୁଟ ଜିଲ୍ଲାର ଜଣେ ବହୁତ ବଡ଼ ବିଶେଷଜ୍ଞ। ତେଣୁ ତାଙ୍କ ସହିତ ଯୋଗାଯୋଗ କରି କୋରାପୁଟର ନିର୍ମଳ ଆକାଶରେ ନକ୍ଷତ୍ର ତାରା ଦେଖିବାର ସୁଯୋଗଟିଏ ପାଇବେ। ଏବଂ ବିଭିନ୍ନ କଫି ବଗିଚାରେ ବର୍ତ୍ତମାନ ରିସର୍ଟ ଗଢ଼ି ଉଠୁଛି। ତେଣୁ ଆସନ୍ତୁ ସେଇ କଫି ବଗିଚା ଗୁଡ଼ିକରେ ମଧ୍ୟ ରୁହନ୍ତୁ ଏବଂ ଏଇ ଅଞ୍ଚଳରେ ଆପଣଙ୍କର ଯୋଉ ଜୀବନର ଯୋଉ ଆନନ୍ଦ ସେ ଆନନ୍ଦଟିକୁ ପାଆନ୍ତୁ ଏବଂ ସେଇ ଆନନ୍ଦଟିକୁ ବାଣ୍ଟିବାରେ ସହାୟକ ହୁଅନ୍ତୁ। ଆଜି ବିଶ୍ୱ ପର୍ଯ୍ୟଟନ ଦିବସରେ ଆମେ ସମସ୍ତେ ହାତ ମିଶାଇବା, କୋରାପୁଟ ଅଞ୍ଚଳ ଏକ ଉନ୍ନତ ଅଞ୍ଚଳ ହୋଇଉଠୁ ପର୍ଯ୍ୟଟକଙ୍କ ପାଇଁ ଏବଂ ଏହି ଅଞ୍ଚଳର ଲୋକ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକ ଭାବରେ ଯିବା ଯୋଉ ପ୍ରେରଣା ପାଇବେ সেই ଦିଗରେ ନିଶ୍ଚିତ ଭାବେ ବ୍ରତୀ ହେବେ। ଏହି ଆଶାର ସହିତ ଆପଣମାନେ ସମସ୍ତଙ୍କ ପାଖରେ କୃତଜ୍ଞତା ଜଣାଉଛୁ। ବିଶେଷ କରି ସୁନୀଲ ଭାଇଙ୍କ ପାଖରେ ଆମେ ବିଶେଷ କୃତଜ୍ଞତା ଜଣାଇବା ଯେ ସେ ଏତେ ସୁନ୍ଦର ଭାବରେ ଆଜିର ଆଲୋଚନାଟାକୁ ଆଗକୁ ନେଇଛନ୍ତି। ଆମେ ପୁଣି ଥରେ ଆଉ ଏକ ଏପିସୋଡରେ ନିଶ୍ଚିତ ଭାବରେ ଦେଖାହବ ରେଡ଼ିଓ କୋରାପୁଟର ଆଉ ଏକ ଏପିସୋଡ। ସେତିକି ପର୍ଯ୍ୟନ୍ତ ସିଏ ସାନ୍ତାକରକୁ ଆ, ବିଦାୟ ନେବା ପାଇଁ ଅନୁମତି ଦିଅନ୍ତୁ। ନମସ୍କାର, କୋରାପୁଟିଆ ଜୁହାର। ନମସ୍କାର।